ଅଗଷ୍ଟ 15 ଅଣାଅଶୀତମ ସ୍ୱାଧୀନତା ଦିବସ ବହୁ ଆଦର ସହକାରେ ଏବଂ ଏଠାରେ ପାଳନ କରାଯାଇଅଛି। ସେଥିଲାଗି ସମଗ୍ର ଦେଶ ଉତ୍ସବ ବିମୁଖରିତ ହୋଇଥିଲେ। ଏହି ଅବସରରେ ଭୁବନେଶ୍ୱରସ୍ଥ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟ, ପୋଲିସ ବିଭାଗ, ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ୍ ମାନେ ଏବଂ ଆର୍ମି ପର୍ସନ ରେଡ୍କ୍ରସ ପ୍ୟାରେଡ୍ ଯୋଗ ଦେଇଥିଲେ। ସେମାନଙ୍କ ମନରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଏଥିରେ ଅଂଶଗ୍ରହଣ କରିଥିଲେ। ଏତଦ୍‌ବ୍ୟତୀତ ପାଗ ଅନୁକୂଳ ଥିବାରୁ ହଜାର ହଜାର ଦର୍ଶକ ପ୍ୟାରେଡ୍ ସ୍ଥାନକୁ ଆସି ଏହି ମନୋରମ ଦୃଶ୍ୟକୁ ଅବଲୋକନ କରିଥିଲେ। ଏଥିରେ ଅନେକ ଯୁବପିଢ଼ି ଆସିବାର ଲକ୍ଷ୍ୟ କରାଯାଇଥିଲା। ଏହିପରି ଏକ ସୁଯୋଗ ଲାଭ କରିଥିବାରୁ ଅନେକ ନିଜକୁ ଭାରତୀୟ ଭାବେ ଗର୍ବିତ ବୋଲି ନିଜର ମତ ପ୍ରକାଶ କରିଥିଲେ। ମୋ ନାଁ ହେଉଛି ସୁମସ୍ମିତା ଦାସ। ଆସିଥିଲି ପ୍ୟାରେଡ୍ ଦେଖିବା ପାଇଁ 79th ଇଣ୍ଡିପେଣ୍ଡେନ୍ସ ଡେର। ବହୁତ ଭଲ ଲାଗିଲା। ବହୁତ ସକାଳୁ ଆସିଥିଲୁ ଆଣ୍ଡ ଦିସ୍ ଇଜ୍ ଦ ସେକେଣ୍ଡ ଟାଇମ୍ ଆକ୍ଚୁଆଲି ଆଇ କେମ୍ ଫର୍ ଦିସ୍ ପ୍ୟାରେଡ୍ ଆଣ୍ଡ ଅଲ୍ ଦ ଆମ୍ବିଏନ୍ସ ସଜା ହେବା, ଫୋର୍ସେସ୍ ମାନଙ୍କର ଚାଲିବା, ଏନସିସି କ୍ୟାଡେଟ୍ ଆଣ୍ଡ ଅଲ୍ ଦ ସ୍କାଉଟ୍ସ ଆଣ୍ଡ ଅଲ୍ ଏଭ୍ରିଥିଙ୍ଗ ଆଇ ଲାଇକ୍। ବହୁତ ହି ଭଲ ଲାଗିଲା। ଆଣ୍ଡ ମୋ ନାଁ ସ୍ୱୟଂପ୍ରଭା ସ୍ୱାଇଁ। ମୁଁ ଆସିଥିଲି ଆକ୍ଚୁଆଲି ଆଜି ପ୍ୟାରେଡ୍ ଦେଖିବା ପାଇଁ ମର୍ଣ୍ଣିଂରେ 79 ଅଗଷ୍ଟ 15 ଆମେ ପାଳନ କରିବା ପାଇଁ। ବଟ୍ ମୁଁ ଏଠି ଆସି ଦେଖିଲି ଆମର ମଦମୁକ୍ତ ୟୁବ ବାହିନୀରୁ ଗୋଟେ କ୍ୟାମ୍ପ ଏଠି କରିଛନ୍ତି, ଯେଉଁଠିକି ଯେମିତି ତ୍ରିରଙ୍ଗା କଲର୍ର 3ଟା କଲର୍ ଲଗେଇ ରଙ୍ଗ ଲଗେଇ ତ୍ରିରଙ୍ଗା କରିଛୁ। ଆଉ ଏଇଟା ଗୋଟେ ବହୁତ ସୁନ୍ଦର ମାନେ ଷ୍ଟେପ୍ ସେମାନେ ନେଇଛନ୍ତି। ଛୋଟ ପିଲାଙ୍କଠୁ ବଡ଼ ପିଲା ସମସ୍ତେ ଆୱାରନେସ୍ କରାହେଉଛି କି ମଦମୁକ୍ତ ବାହିନୀ ଏଠି ମାନେ ଆମ ଓଡ଼ିଶାରେ ହେଉ, ଇଣ୍ଡିଆରେ ହେଉ, ସବୁ ଜାଗାରେ ମଦମୁକ୍ତ କେମିତି କ'ଣ ଆମେ ଏରାଡିକେଟ୍ କରିବା।